ଚମ୍ପୁଆ ରେଞ୍ଜକୁ ଫେରିଲେ ହାତୀପଲ। ଅଞ୍ଚଳ ବାସିନ୍ଦାଙ୍କ ମଧ୍ୟରେ ଭୟର ବାତାବରଣ। କେନ୍ଦୁଝର ଜିଲ୍ଲା କେନ୍ଦୁଝର ବନଖଣ୍ଡ ଅନ୍ତର୍ଗତ ଚମ୍ପୁଆ ରେଞ୍ଜକୁ ଫେରିଲେ ହାତୀପଲ। ଅଞ୍ଚଳ ବାସିନ୍ଦାଙ୍କ ମଧ୍ୟରେ ଭୟର ବାତାବରଣ। ଏହି ହାତୀପଲ ଗତ ମାସ ଚମ୍ପୁଆ ରେଞ୍ଜ ଛାଡ଼ି ମୟୂରଭଞ୍ଜ ଜିଲ୍ଲାର କରଞ୍ଜିଆ ରେଞ୍ଜକୁ ଚାଲି ଯାଇଥିଲେ। ଏହି 30 ଟିକିଆ ହାତୀପଲ ରବିବାର ରାତି ପୁଣି ଚମ୍ପୁଆ ରେଞ୍ଜକୁ ଲେଉଟି ଆସିଛନ୍ତି। ହାତୀପଲ ବୈତରଣୀ ନଦୀ ପାର ହୋଇ କେମୁଡିଆ ଗାଁ ମଧ୍ୟ ଦେଇ ଝାଲିଆ ବେଡ଼ା ଗାଁ ଜଙ୍ଗଲକୁ ପ୍ରବେଶ କରିଛନ୍ତି। ହାତୀପଲଙ୍କ ମଧ୍ୟରେ 12ଟି ମାଇ 12ଟି ଦନ୍ତା ହାତୀ ଥିବାବେଳେ 6ଟି ଛୁଆ ହାତୀ ଥିବା ନେଇ ସୂଚନା। ଗତ ଜୁଲାଇ ମାସରେ ଏହି ହାତୀପଲ ମୟୂରଭଞ୍ଜର କରଞ୍ଜିଆ ରେଞ୍ଜକୁ ଚାଲି ଯାଇଥିବା ବେଳେ 1 ମାସ ପରେ ପୁଣି ଲେଉଟି ଆସିଥିବାରୁ ହାତୀପଲକୁ ନେଇ ଆଖପାଖ ଗାଁଗୁଡ଼ିକରେ ଭୟର ବାତାବରଣ ଦେଖାଦେଇଛି। ସୂଚନା ଅନୁଯାୟୀ ଏହି ହାତୀପଲ ପୂର୍ବରୁ ଚମ୍ପୁଆ ରେଞ୍ଜର କାଟୁଲିକନା, ଝାଲିଆବେଡ଼ା, ପଦ୍ମପୁର, ଜାଲି, ପଡୁଆ, ନନ୍ଦପୁର, ଟିଆସିପୋଷି, ବରପଦା, ବର୍ଦ୍ଧନା ଆଦି ଗାଁରେ ବ୍ୟାପକ କ୍ଷୟକ୍ଷତି କରିଥିଲେ। ହାତୀପଲ ଉପରେ ବନ ବିଭାଗ ପକ୍ଷରୁ ନଜର ରଖିଥିବା ନେଇ ସୂଚନା। କେନ୍ଦୁଝର ଜିଲ୍ଲାରୁ ସରୋଜ କୁମାର ମହାପାତ୍ରଙ୍କ ରିପୋର୍ଟ।